হ্যালো, হাই নমস্কার, জয় জগନ୍ନାଥ। ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ। ମୁଁ ବି ବହୁତ ଭଲରେ ଅଛି। ଗୋଟେ ନୂତନ ବ୍ଲଗ୍ ନେଇ ଆସିଛି। ଆଉ ଆଜି ରାତି ପ୍ରାୟ 10:30 ହେଲାଣି। ଏ ବ୍ଲଗ୍ କରିବାର ରିଜିନ୍ କିଛି ଅଛି। କାହିଁକିନା ଜାଣିଥିବେ ମୋର ଗୋଟେ ନୂଆ ଗୀତ ଆସୁଛି, ଜଗନ୍ନାଥଙ୍କ ଗୀତ ତ ରଥ ତଳେ ଯାଉ ଜୀବନ, ଯାହାକି ଭିଜୁଆଲ୍ ବହୁତ ଜଲ୍ଦି ଆପଣଙ୍କ ପାଖକୁ ପହଞ୍ଚିବ। ଆପଣମାନେ ଶିବ ପୂଜା କ୍ରିଏସନ୍କୁ ଯେମିତି ସପୋର୍ଟ କରିଛନ୍ତି, ଭଲ ପାଇବା ଦେଇଛନ୍ତି, ସେମିତି ଭଲ ପାଇବା ଦିଅନ୍ତୁ। ଏ ଗୀତକୁ ବହୁତ ସଂଖ୍ୟାରେ ସପୋର୍ଟ କରନ୍ତୁ। ଯେହେତୁ ଏଇଟା ଜଗନ୍ନାଥଙ୍କ ଗୀତ, ଆଉ ମୁଁ ଫାଷ୍ଟ ଥର ପାଇଁ ଏ ଗୀତରେ ନିଜର ମୋତେ ଭଗବାନ ମୋତେ ଏ ଗୀତରେ କିଛି କରିବାକୁ ଦେଇଛନ୍ତି। ତ ମୁଁ ଏଇ କାମଟା କରିଛି ଭଗବାନଙ୍କ ଆଶୀର୍ବାଦ ଆଉ ଆପଣମାନଙ୍କ ଭଲ ପାଇବା ଦେଲେ ଗୀତ ବହୁତ ଆଗକୁ ଯିବ। ଆଉ ମୁଁ ଏତିକି ଆପଣଙ୍କୁ କହିବାକୁ ଚାହୁଁଛି ଯେ ଗୀତଟି ବହୁତ ହି ଭଲ ହେଇଛି। ଆପଣ ବି ବହୁତ ସପୋର୍ଟ କରିଛନ୍ତି ଷ୍ଟୁଡ଼ିଓ ଭର୍ସନ୍କୁ, ଆଉ ବହୁତ ସାରା ଭଲ ପାଇବା ଦିଅନ୍ତୁ ଏ ସଙ୍ଗକୁ। ଆଉ ଏତିକି ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି, ଆପଣ ଯେମିତି ଭଲ ପାଇବା ଦେଉଥିଲେ ଶିବ ପୂଜା କ୍ରିଏସନ୍କୁ, ଚ୍ୟାନେଲ୍କୁ, ଏମିତି ଭଲ ପାଇବା ଦିଅନ୍ତୁ। ଆଉ ମୁଁ କ'ଣ ବା କହିବି ଆପଣଙ୍କୁ, କିଛିଟା ଲୋକ ଆମ ଚ୍ୟାନେଲ୍ ପ୍ରତି ଟିକେ ଖରାପ ନଜର ଲଗେଇଛନ୍ତି। ମୁଁ ସେଇମାନଙ୍କୁ କହିବାକୁ ଚାହୁଁଛି, ଦୁନିଆରେ ପରିଶ୍ରମ ଗୋଟେ ଜିନିଷ ତମେ ଜାଣିଥିବ କି ନାହିଁ ଜାଣିନି, କିନ୍ତୁ ଆମ ଏଣ୍ଟାୟାର ଟିମ୍ କଠିନ ପରିଶ୍ରମ କରୁଛୁ। ଆଗରୁ ଭଲ କାମ କରୁଥିଲୁ, ଏବେ ବି ଭଲ କାମ କରୁଛୁ, ଆଗକୁ ବି ମଧ୍ୟ ଭଲ କାମ କରିବୁ। ଆଉ ଯେଉଁମାନଙ୍କର ସେ ଭାବନ୍ତି ଯେ କେଉଁଠୁ ପଇସା ଆସୁଛି, କ'ଣ ହେଉଛି, କେମିତି ଇଏ ନୂଆ ନୂଆ ପ୍ରୋଜେକ୍ଟ କାମ କରୁଛନ୍ତି, କେମିତି କରୁଛନ୍ତି, ଦେଖ ଭାଇ, ଦବା ଲୋକ ଉପରବାଲା, କେହି ନୁହଁ। ଆଉ ସିଏ ଯଦି ଆମକୁ ଦେଇପାରୁଛି ତ ଜାଣିଥିବେ ମାନେ ସେତିକି ଗଡ୍ ବ୍ଲେସିଂ ଅଛି ବୋଲି ଆମେ ଏତେ ବାଟ ଆଗକୁ ଯାଇପାରୁଛୁ। ଆଉ ଯେଉଁମାନେ ପଛେ ଗପିବାର ଲୋକ, ସେମାନେ ସେମିତି ଗପି ଚାଲ। ଆମକୁ ବି ଆହୁରି ଖୁସି ଲାଗୁଛି ଯେ ତମେ ଏମିତି ଗପି ଚାଲ, ଆମେ ବି ଏମିତି କାମ କରିଚାଲିଥିବୁ। ଗୋଟେ ପରେ ଗୋଟେ ଆମେ ସକ୍ସେସ୍ ଆଡ଼ିକି ଆଗକୁ ଖାଲି ଗଢ଼ୁଥାଉ। ସେତିକି ତମର ଭଲ ଜୀବନରେ କେବେ ବି ତମେ ଭଲ କଥା ତ କହିପାରିବନି କେବେ ଆଗକୁ ନେବା ପାଇଁ, ବା କିଏ ଗୋଟେ ଭଲ କାମ କରୁଛି ସେଇଟା ତ କେବେ କିଛି କରିପାରିବନି। ମୁଁ ଜାଣିଛି, କେବେ ଦୁନିଆରେ ଭଲ କରିବାକୁ ଚିନ୍ତା କର। କିନ୍ତୁ ମୁଁ ଏତିକି ତମକୁ କହିବାକୁ ଚାହୁଁଛି, ଯେଉଁମାନେ ଯେଉଁଗୁଡ଼ାକ କଥା କରୁଛ, ଶିବ ପୂଜା କ୍ରିଏସନ୍ ଟିମ୍ କେଉଁଠୁ ପଇସା ଆଣୁଛି, କ'ଣ କରୁଛି, କ'ଣ ଏତେ ପଇସା ଇନଭେଷ୍ଟ କରି କାମ କରୁଛି, ଶୁଣ, ଆମକୁ ସେତିକି ଭଗବାନଙ୍କର ଆଶୀର୍ବାଦ ଅଛି, ଆଉ ଭଲ ପାଇବା ଅଛି, ଆଉ ଲୋକମାନଙ୍କର ଭଲ ପାଇବା ଅଛି ବୋଲି ଆମେ ଗୋଟେ କାମ ଭଲ ଆମର ଯେତିକି ପରିଶ୍ରମ ଠାରୁ ଅଧିକ କାମ ବି ଗୋଟେ କାମରେ ଆମେ ମାନେ କୁହନ୍ତିନି ଜୀବନ ଦେଇ ଏସବୁ କାମ କରିବାକୁ ପଡୁଛି। ଜାଣିଛନ୍ତି, ମାନେ ଗୋଟେ ପ୍ରୋଜେକ୍ଟ ଆମେ ମାନେ ରାତି ଦିନ ଏକ କରିକି ଆମେ ପୁରା କାମରେ ଫୋକସ୍ ଦେଉନା, ସେ କାମଟା ପୁରା 100% ସକ୍ସେସ୍ ହେବାକୁ, ଦୁନିଆରେ ସମସ୍ତଙ୍କ ପାଖରେ ପଇସା ଅଛି, ଚାହିଁଲେ ସମସ୍ତେ ଗୋଟେ ମ୍ୟୁଜିକ୍ କରିକିରି ସମସ୍ତେ ଗୋଟେ ଲେବୁଲ୍ରେ, କାହିଁକିନା ଆଜିକା ଡେଟ୍ରେ କାହା ପାଖରେ ପଇସା ନାହିଁ ବୋଲି କେହି କହିପାରିବେନି। ସମସ୍ତଙ୍କ ପାଖରେ ପଇସା ଅଛି, କିନ୍ତୁ କଳାକାର ତାର କଳାର କାମ କରିବାକୁ ହେଲେ କଳାକାର ସେତିକି ଭଗବାନଙ୍କର ତା ପ୍ରତି ବ୍ଲେସିଂ ଥିଲେ ଏ କାମ କରାଯାଏ। ଆଉ ଭଗବାନଙ୍କର ସେତିକି ବ୍ଲେସିଂ ନଥିଲେ କଳାକାର ଦୁନିଆଟା ବହୁତ କଷ୍ଟ। ତାର ଲାଇଫରେ ଯେତେ ଆଗକୁ ଯିବ ସେତେ କଷ୍ଟ ବଢ଼ି ଚାଲୁଥିବ। କାହିଁକିନା ଦୁନିଆରେ ଜାଣିଥିବେ, ଆମ ଓଡ଼ିଆ ମାନଙ୍କର ଗୋଟିଏ ଖରାପ ଇଏ, ଯଦି କିଏ ଗୋଟେ ଉପରକୁ ଯାଉଥିବ ନା, ତା ଗୋଡ଼ କେବେ ଘୋଷାଡ଼ିଆ ଉଚିତ ନା। ଆଇଦର ରକ୍ତର ହଉ ବା ଆଇଦର ବାହାର ଲୋକ ମଧ୍ୟ ହଉ, ମାନେ ସମସ୍ତେ ଦୁନିଆରେ ବାପା ମାଆଙ୍କୁ ଛାଡ଼ିଦେଲେ ଦୁନିଆରେ ନିଜର ବୋଲି କେହି ନାହାନ୍ତି। ଏଇଟା 100%, ଏଇଟା ମୁଁ କହୁନି, ସାରା ଦୁନିଆ କହିବ। ଆପଣମାନେ ବି ଅବଶ୍ୟ କାହାକୁ ଖରାପ ଲାଗିଥାଇପାରେ, ସେଟା ମୁଁ କିନ୍ତୁ ଏଇଟା ଯୋଉଟା ଠିକ କଥା ମୁଁ ସେଇଟା ଆପଣଙ୍କୁ କହୁଛି। ତ ଫ୍ରେଣ୍ଡସ୍, ମୁଁ ଏତିକି ବି କହିବାକୁ ଚାହୁଁଛି ଯେ ମାନେ ଯେଉଁମାନେ ବାହାରେ ପଛପଟେ ଗପିଆ ଟିକେ ବନ୍ଦ କରନ୍ତୁ। କାହିଁକିନା
ବନ୍ଦ ନ କଲେ ବି କିଛି ଫରକ ପଡ଼ିବନି, କାହିଁକିନା ଆମେ ସେମିତି ଉପରକୁ ଯାଉଥିବୁ, ଆଉ ସେମିତି କାମ କରିଚାଲୁଥିବୁ, ଆଉ ବହୁତ 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 ଉପରକୁ ଯିବୁ, ଆଉ କିଛି ଫରକ ପଡ଼ିବନି ମୋତେ କାହିଁକିନା ମୁଁ କଷ୍ଟଟା କ'ଣ ସେଟା ମୋତେ ଜଣା ଅଛି, କାହିଁକିନା ମୁଁ ସଦାବେଳେ ମାନେ ତଳୁ ଆସିଛି, କେବେ ଉପରକୁ ଆସିନି। ଆଉ ସଚ୍ଚୋଟରେ ମୋ ବାପା ମାଆଙ୍କ ସେତିକି ଆଶୀର୍ବାଦ ଅଛି। ମୋ ବାପା ମାଆ ଯେମିତି ସଚ୍ଚୋଟରେ ଆଜି ପର୍ଯ୍ୟନ୍ତ କାମ କରିଚାଲିଛନ୍ତି, ମୁଁ ବି ସେମିତି ସଚ୍ଚୋଟରେ କାମ କରିଚାଲୁଛି। ଏବେ ବି ସୁଦ୍ଧା ଆଜିକା ଡେଟ୍ରେ ବି ସଚ୍ଚୋଟରେ କରିଚାଲିଛି। ଆଉ ମୋ ପଛପଟେ ହଜାରେ କଥା କହିଲେ ମଧ୍ୟ ମୋତେ କିଛି ଫରକ ହିଁ ପଡ଼ିବନି। ଆଉ ଯେଉଁମାନେ ଏଗୁଡ଼ା କହୁଛନ୍ତି ସେଇଟା ଭଗବାନ ଦୟାରୁ ମାନେ ତମକୁ କ'ଣ କହିବି ନା, ମୁଁ ବି ବହୁତ ଖୁସି ହେଉଛି, ଯାହା ହଉ ମୋ ନାଁରେ କିଏ ଗୋଟେ ଗପୁଛି, ସେଇଟା ହେଉଛି ବହୁତ ଗୁଡ଼ା। ମୁଁ ସେତିକି କାମ କରୁଛି ବୋଲି ମୋ ସାଙ୍ଗେ ଗପୁଛି, କିଛି ଫରକ ପଡ଼ିବନି। କିନ୍ତୁ ତ କ'ଣ ବା କହିବି, କିନ୍ତୁ ଆଗକୁ ସକ୍ସେସ୍ ହେବାକୁ ଯାଉଛି। ଆଉ ସେଇ ଖୁସିରେ ଗୋଟେ ମିଠା ଖାଇଦେବେ। ଆଉ ମୁଁ ବି ବହୁତ ଖୁସି ଅଛି। ମୁଁ ବି ଆଗକୁ ବଡ଼ ବଡ଼ ପ୍ରୋଜେକ୍ଟ କାମ କରିବାକୁ ଯାଉଛି। ଏଇଟା ଆପଣ ଶୁଣି ଦିଅନ୍ତୁ, ଆଉ ଶୁଣି ନିଅନ୍ତୁ ନୁହଁ ତ, ଆପଣ କାନରେ ବଜେଇ ଦିଅନ୍ତୁ ଯେ ଏ କାମ ଶିପୁ ପୂଜା କ୍ରିଏସନ୍ ବହୁତ ଜଲ୍ଦି ମାର୍କେଟରେ ହଲଚଲ କରିବାର ଅଛି। ୱେଟ୍ ଆଣ୍ଡ ୱାଚ୍, ସମୟକୁ ଅପେକ୍ଷା କର। ଭଗବାନ ଚାହିଁଲେ କେଉଁ ଜାଗାରେ କେଉଁଠି ପହଞ୍ଚେଇବ ସେଇଟା ସମୟ କହିବ। ଜୟ ଜଗନ୍ନାଥ, ଲଭ୍ ୟୁ ଅଲ୍। ଭିଡ଼ିଓଟି ଭଲ ଲାଗିଲେ ନିଶ୍ଚୟ କମେଣ୍ଟ କରିବେ, ଆଉ ଢେର ସାରା ଭଲ ପାଇବା ଦେବେ। ବହୁତ ଜଲ୍ଦି ଆଉଛି ଜଗନ୍ନାଥଙ୍କ ଭଜନ। ଲଭ୍ ୟୁ ଅଲ୍, ଜୟ ଜଗନ୍ନାଥ।